ପିଲାମାନେ ବର୍ତ୍ତମାନ ଆମ ବିଦ୍ୟାଳୟଗୁଡ଼ିକୁ ଅନେକ ଗୁଡ଼ିଏ ପାଠ୍ୟପୁସ୍ତକ ସହିତ ଅନେକ ଗୁଡ଼ିଏ ଗପ ପୁସ୍ତକ ମଧ୍ୟ ସରକାର ଯୋଗାଇ ଦେଉଛନ୍ତି। ସେହି ପୁସ୍ତକମାନଙ୍କ ମଧ୍ୟରୁ ବୁଲବୁଲ ସିରିଜରେ ଯେଉଁ ଗପ ଗୁଡ଼ିକ ଅଛି ଆମେ ସବୁ ଆଜି ସେଗୁଡ଼ିକୁ ଗୋଟି ଗୋଟି କରି ଜାଣିବା। ସେହି ଗପମାନଙ୍କ ମଧ୍ୟରୁ ଗୋଟିଏ ଗପଟିଏ ଆଜି ଆମେ ଜାଣିବା। ସେହି ଗପଟିର ନାମ ହେଲା ଉଡ଼ିବାକୁ ଚାହୁଁଥିବା କଇଁଛ। ଉଡ଼ିବାକୁ ଚାହୁଁଥିବା କଇଁଛ। ଗୋଟିଏ ପୋଖରୀ ପାଖରେ ଏକ କଇଁଛ ରହୁଥିଲା। କଇଁଛ ପୋଖରୀର ଥଣ୍ଡା ଥଣ୍ଡା ପାଣିରେ ସାଙ୍ଗମାନଙ୍କ ସହିତ ଖେଳିବାକୁ ଭଲ ପାଉଥିଲା। କିନ୍ତୁ କଇଁଛ ସବୁବେଳେ ଭାବୁଥିଲା ଅନ୍ୟ ପକ୍ଷୀମାନଙ୍କ ପରି ଆକାଶରେ ଉଡ଼ିପାରନ୍ତି କି। ଦିନେ କଇଁଛର ଏକ ଶାଗୁଣା ସହିତ ସାକ୍ଷାତ ହେଲା। କଇଁଛ ଶାଗୁଣାକୁ କହିଲା, ମୁଁ ମଧ୍ୟ ତୁମ ପରି ଆକାଶରେ ଉଡ଼ିବାକୁ ଚାହେଁ। ତୁମେ ମୋତେ ଉଡ଼ାଇବା ଶିଖାଇବ କି? କଇଁଛର କଥା ଶୁଣି ଶାଗୁଣା କହିଲା, ବନ୍ଧୁ, ତୁମେ ଉଡ଼ିପାରିବ ନାହିଁ। ତୁମର ଡେଣା ନାହିଁ। ତୁମର ପିଠି ବହୁତ କଠିନ। ଏଥିପାଇଁ ତୁମ ଶରୀର ବହୁତ ଭାରୀ ଅଟେ। କିନ୍ତୁ କଇଁଛ ଶାଗୁଣାର କଥା ମାନିଲା ନାହିଁ। ସେ ବାରମ୍ବାର ଉଡ଼ିବା ଶିଖିବା ପାଇଁ ଜିଦ୍ କଲା। ଶେଷରେ ଦିନେ ଶାଗୁଣା ତାର କଥା ମାନିଲା ଓ ସେ କଇଁଛକୁ ଏକ ବାଡ଼ି ଦେଲା। ସେ କହିଲା, ଏହି ବାଡ଼ିର ଗୋଟିଏ ଭାଗକୁ ତୁମେ ଜୋରରେ ଧରିବ। ବାଡ଼ିର ଦ୍ୱିତୀୟ ଭାଗକୁ ଧରି ଶାଗୁଣା ଉଡ଼ିବା ଆରମ୍ଭ କଲା। କଇଁଛ ମଧ୍ୟ ଶାଗୁଣା ସାଙ୍ଗରେ ଉଡ଼ିଲା। ଆକାଶରେ ଉଡ଼ିବା ମାତ୍ରେ କଇଁଛକୁ ବହୁତ ଖୁସି ଲାଗିଲା। ସେ ତଳକୁ ଦେଖିଲା। ସବୁ ଗଛ, ଡାଳ, ଘରଗୁଡ଼ିକ ଛୋଟ ଲାଗୁଥିଲା। ସେ ଯେତେବେଳେ ଉପରକୁ ଦେଖିଲା ତାକୁ ଲାଗିଲା ସେ ଆକାଶକୁ ଛୁଇଁ ପାରିବ। କଇଁଛ ପୁଣି ତଳକୁ ଦେଖିଲା। ତାର ସବୁ ସାଙ୍ଗ ପୋଖରୀ ମଧ୍ୟରେ ଖେଳୁଥିଲେ। କଇଁଛ ଡାକିଲା, ସାଙ୍ଗମାନେ ଦେଖ, ମୁଁ ଉଡ଼ୁଛି। ପୋଖରୀରେ ଖେଳୁଥିବା କଇଁଛମାନେ ଶୁଣିପାରିଲେ ନାହିଁ। ବୋକା କଇଁଛ ଭାବିଲା ଯେ ତା ଡାକ ତାଙ୍କୁ ଶୁଣାଯାଉ ନାହିଁ। ତେଣୁ ମୁଁ ତାଳି ମାରି ତାଙ୍କର ଧ୍ୟାନ ମୋ ଆଡ଼କୁ ଟାଣି ଆଣିବି। ଏହା ଭାବି କଇଁଛ ତାଳି ମାରିବା ପାଇଁ ବାଡ଼ିଟିକୁ ଛାଡ଼ିଦେଲା। ହାତରୁ ବାଡ଼ିଟି ଛାଡ଼ିବା ମାତ୍ରେ କଇଁଛ ତଳେ ଭୂଇଁରେ ପଡ଼ିଗଲା। ଭୂଇଁରେ ପଡ଼ିବା ପରେ କଇଁଛର ମୃତ୍ୟୁ ହୋଇଗଲା। ପିଲାମାନେ, ଏହି ଗପରୁ ଆମେ ଜାଣିଲେ ଯେ କିପରି କଇଁଛ ନିଜର ବୁଦ୍ଧି ହରାଇ ନିଜେ ହିଁ ଶାସ୍ତି ପାଇଲା, ନିଜେ ମୃତ୍ୟୁ ମୁଖରେ ପଡ଼ିଲା। ପିଲାମାନେ, ଭାବୁଛି ଗପଟି ତୁମମାନଙ୍କୁ ବହୁତ ଭଲ ଲାଗିଥିବ। ଗପଟିକୁ ତୁମମାନେ ଶୁଣିଲ। ନିଜ ନିଜ ଘରେ ବା ବିଦ୍ୟାଳୟରେ ତୁମେମାନେ ଏହି ଗପଟିକୁ କହିବା ପାଇଁ ଚେଷ୍ଟା କରିବ।